ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ 2025 ମସିହା ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ନୋଟିଫିକେସନ୍ ଆସିସାରିଛି। ଆପଣମାନେ ଯେଉଁଭଳି ଭାବରେ ଦେଖିପାରୁଥିବେ, ଏହା ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକ ତରଫରୁ 2025 ମସିହା ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ଏକ୍ଜାମ୍ ସିଡ୍ୟୁଲ୍ ନୋଟିଫିକେସନ୍ଟି। 2025 ମସିହା ସପ୍ଲିମେଣ୍ଟାରୀ ପରୀକ୍ଷାଟି 1/7/2025 ରୁ 10/7/2025 ମଧ୍ୟରେ ଅନୁଷ୍ଠିତ ହେବ ଏବଂ 2025 ମସିହା ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାମାନେ ଦେଇପାରିବେ। ପ୍ରତ୍ୟେକ ଦିନ ପରୀକ୍ଷାଟି ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାମାନଙ୍କ ପାଇଁ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ତା ସହ ସେମାନଙ୍କର ପ୍ରଶ୍ନପତ୍ର ମଧ୍ୟ ସମାନ ରହିବ ବା ସେମାନେ ଉଭୟଙ୍କର ପ୍ରଶ୍ନପତ୍ର ଗୋଟିଏ ରହିବ। ପ୍ରତ୍ୟେକ ଦିନ ପରୀକ୍ଷା ସକାଳ 9 AM ରୁ ଆରମ୍ଭ ହୋଇ 11:30 AM ରେ ଶେଷ ହେବ। କିନ୍ତୁ କେବଳ ମ୍ୟାଥମେଟିକ୍ସ ପରୀକ୍ଷା ଦିନ ଆପଣମାନଙ୍କୁ 15 ମିନିଟ୍ର ଏକ୍ସଟ୍ରା ସମୟ ମିଳିବ, ଯାହାକି ଏକ୍ଜାମ୍ ଶେଷ ସମୟ ହେଉଛି 11:45 AM। ଆସନ୍ତୁ କେଉଁ ଦିନ କେଉଁ ଏକ୍ଜାମ୍ ଅଛି ତାହା ଦେଖିବା। ଯେଉଁଭଳି ଭାବରେ ଆପଣ ଦେଖିପାରୁଥିବେ, ପ୍ରଥମ ଦିନ 1/7/2025 ଟ୍ୟୁଜଡେ ଦିନ ଆପଣମାନଙ୍କର ବିଷୟ ରହିଲା ପ୍ରଥମ ଭାଷା ବା ଫାର୍ଷ୍ଟ ଲାଙ୍ଗୁଏଜ୍। ସମୟସୀମା ରହୁଛି ସକାଳ 9 AM ରୁ 11:30 AM। ଦ୍ୱିତୀୟ ଦିନ 2/7/2025 ୱେଡନେସଡେ, ବିଷୟ ରହିଲା ସୋସିଆଲ ସାଇନ୍ସ ବା ସାମାଜିକ ବିଜ୍ଞାନ ବା SSC ଏବଂ ସେଦିନ ସମୟସୀମା ରହୁଛି ସକାଳ 9 AM ରୁ 11:30 AM। ତୃତୀୟ ଦିନ 4/7/2025 ଫ୍ରାଇଡେ, ବିଷୟ ରହୁଛି ଆପଣମାନଙ୍କର ମ୍ୟାଥମେଟିକ୍ସ ବା ଗଣିତ ଆଉ ସେଦିନ ସମୟସୀମା ରହୁଛି ଆପଣଙ୍କର ସକାଳ 9 AM ରୁ 11:45 AM। ଯେହେତୁ ଆପଣମାନଙ୍କ ପାଇଁ ପୂର୍ବରୁ ମୁଁ କହିଥିଲି ମ୍ୟାଥମେଟିକ୍ସ ଏକ୍ଜାମ୍ ଦିନ ଆପଣଙ୍କୁ 15 ମିନିଟ୍ର ଏକ୍ସଟ୍ରା ସମୟ ମିଳିବ, ସେଥିପାଇଁ ଏକ୍ଜାମ୍ ଶେଷ ସମୟ 11:45 AM ଅଛି। ଆସନ୍ତୁ ତା ପରଦିନ ରହିଲା 7/7/2025 ମଣ୍ଡେ। ଆପଣମାନଙ୍କର ବିଷୟ ରହୁଛି ସେକେଣ୍ଡ ଲାଙ୍ଗୁଏଜ୍ ବା ଦ୍ୱିତୀୟ ଭାଷା ଏବଂ ଏକ୍ଜାମ୍ ସମୟ ରହୁଛି ସକାଳ 9 AM ରୁ 11:30 AM। ତା ପରଦିନ ରହିଲା 9/7/2025 ୱେଡନେସଡେ, ସେଦିନ ବିଷୟ ରହୁଛି ସାଇନ୍ସ ବା ବିଜ୍ଞାନ। ସମୟସୀମା ରହୁଛି ଠିକ୍ ସେହିପରି ସକାଳ 9 AM ରୁ 11:30 AM। ତାପରେ ଶେଷ ଦିନ ବା ଲାଷ୍ଟ ଡେ 10/7/2025 ଥର୍ସଡେ, ସେଦିନର ବିଷୟ ରହୁଛି ଥାର୍ଡ଼ ଲାଙ୍ଗୁଏଜ୍ ବା ତୃତୀୟ ଭାଷା ଏବଂ ଏକ୍ଜାମ୍ ସମୟସୀମା ରହୁଛି ସକାଳ 9 AM ରୁ 11:30 AM। ତେଣୁ ସମସ୍ତ ପରୀକ୍ଷାମାନଙ୍କର ସମୟସୀମା ସକାଳ 9 AM ରୁ 11:30 AM ପର୍ଯ୍ୟନ୍ତ ରହୁଛି। କିନ୍ତୁ କେବଳ ମ୍ୟାଥମେଟିକ୍ସ ଏକ୍ଜାମ୍ ଦିନ ଆପଣମାନଙ୍କୁ 15 ମିନିଟ୍ର ଏକ୍ସଟ୍ରା ସମୟ ମିଳୁଛି, ଯାହାକି ସମୟସୀମା ସକାଳ 9 AM ରୁ 11:45 AM ପର୍ଯ୍ୟନ୍ତ ରହୁଛି। ଏଭଳି ସୂଚନା ଆପଣମାନେ ପ୍ରଥମେ ପାଇବାକୁ ହେଲେ ମୋ ସହ ଯୋଡ଼ି ହୋଇ ରୁହନ୍ତୁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ରେ କ୍ଲିକ୍ କରନ୍ତୁ, ଯାହାକି ଆପଣମାନେ ସୂଚନାଟି ପ୍ରଥମେ ପାଇପାରିବେ। ଧନ୍ୟବାଦ।